ଖୋଲା ଚ୍ୟାଲେଞ୍ଜ କରୁଛି ଉଦୟନିଧି ଷ୍ଟାଲିନକୁ। ମୋ ସାମ୍ନାକୁ ଆସିକି ଏଇ ମନ୍ତବ୍ୟ ରଖନ୍ତୁ, ତାଙ୍କୁ ସମାଜରୁ ବିଲୁପ୍ତ କରିଦେବି। ଏହା ମୋର ଖୋଲା ଚ୍ୟାଲେଞ୍ଜ ତାଙ୍କୁ। ଲଜ୍ଜା ଲାଗିବା କଥା। ଭାରତ ଭଳି ଗୋଟେ ହିନ୍ଦୁ ବହୁଳ ରାଷ୍ଟ୍ରରେ ବସବାସ କରି ଗୋଟିଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥାଇ ପୁଅ ବିଧାୟକ ଥାଇ ସବୁବେଳେ ସେ ଗୋଟିଏ ପରିବାର ହିନ୍ଦୁ ଧର୍ମ ସନାତନ ଧର୍ମକୁ ଅପମାନ କରିବା ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ, ଘୃଣ୍ୟ ବୋଲି କହିବି। ବିଗତ ଦିନରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏମ୍.କେ. ଷ୍ଟାଲିନ ମନ୍ତବ୍ୟ ରଖିଥିଲେ ହିନ୍ଦୁତ୍ୱ ଏବଂ ସନାତନ ଧର୍ମ, ଡେଙ୍ଗୁ ମ୍ୟାଲେରିଆ ଏବଂ ଏଡ୍ସର ଭାଇରସ। ବର୍ତ୍ତମାନ ତାଙ୍କ ପୁଅ ତାଙ୍କଠୁ ଦୁଇ ପାଦ ଆଗକୁ ବଢ଼ିକି ଯାଇକି ବିଧାନସଭା ଗୃହରେ ମନ୍ତବ୍ୟ ରଖୁଛନ୍ତି ସନାତନ ଧର୍ମ ସମାଜକୁ ବିଭାଜନ କରୁଛି, ତେଣୁ ସନାତନ ଧର୍ମ ସମାଜରୁ ବିଲୁପ୍ତ ହେବାର ଆବଶ୍ୟକ ରହିଛି। ଲଜ୍ଜା ଲାଗିବା କଥା। ସତ୍ସାହସ ଅଛି। ମୁଁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଖୋଲା ଚ୍ୟାଲେଞ୍ଜ କରୁଛି ଉଦୟନିଧି ଷ୍ଟାଲିନକୁ। ମୋ ସାମ୍ନାକୁ ଆସିକି ଏଇ ମନ୍ତବ୍ୟ ରଖନ୍ତୁ, ତାଙ୍କୁ ସମାଜରୁ ବିଲୁପ୍ତ କରିଦେବି। ଏହା ମୋର ଖୋଲା ଚ୍ୟାଲେଞ୍ଜ ତାଙ୍କୁ। ଲଜ୍ଜା ଲାଗିବା କଥା। ଯିଏ କେହି ବି ହଉ ସନାତନ ଧର୍ମକୁ ବିଲୁପ୍ତ କରିବା ଚିନ୍ତା ମଧ୍ୟ କରିବ, ସମାଜରୁ ସେ ବିଲୁପ୍ତ ହୋଇଯିବ। କାହିଁକି? ସନାତନ ଧର୍ମ ହେଉଛି ବିଶ୍ୱର ସର୍ବପୁରାତନ ସର୍ବଶ୍ରେଷ୍ଠ ଧର୍ମ, ଆଉ ସେଇ ଧର୍ମ ଉପରେ ଯିଏ ଆଖି ପକାଇବ ସିଏ ସର୍ବନାଶ ହୋଇଯିବ। ଆପଣମାନଙ୍କୁ କହିଦେବାକୁ ଚାହେଁ, ଆଜିର ଏହି କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ ସାରା ଭାରତବର୍ଷରେ ଆଜିଠାରୁ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଏହିଭଳି ବିକ୍ଷୋଭ କାର୍ଯ୍ୟକ୍ରମ କରିବ, କୁଶପୁତ୍ତଳିକା ଦାହ କରିବ ଉଦୟନିଧି ଷ୍ଟାଲିନର, ଏବଂ ଜିଲ୍ଲା ସଦର ମହକୁମାରେ ଯେକୌଣସି ଥାନାରେ ତାଙ୍କ ନାଁରେ ଏତଲା ଦିଆଯିବ। ତାଙ୍କୁ ଗିରଫ କରିବାର ଆବଶ୍ୟକ ରହିଛି। ତାଙ୍କର କୌଣସି ଅଧିକାର ନାହିଁ। ସେ ବିଧାନସଭା ଗୃହକୁ ଯିବାର ତାଙ୍କର କୌଣସି ଅଧିକାର ନାହିଁ। ସେ ଜନପ୍ରତିନିଧି ହେବାର ତାଙ୍କର କୌଣସି ଅଧିକାର ନାହିଁ। ତାଙ୍କର ସ୍ଥାନ ଜେଲର ଚାରିକାନ୍ଥ ଭିତରେ ରହିଛି। ମୁଁ ତେଣୁ ଆପଣମାନଙ୍କ ଚ୍ୟାନେଲ ମାଧ୍ୟମରେ ତାମିଲନାଡୁର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତଥା ବର୍ତ୍ତମାନର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ନିବେଦନ କରୁଛି, ଯଥାଶୀଘ୍ର ଏହି ବିଧର୍ମୀ ଉପରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ତାକୁ ତୁରନ୍ତ ଗିରଫ କରି ଜେଲକୁ ପଠାନ୍ତୁ, ନଚେତ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ। ସାରା ଭାରତବର୍ଷରେ ହେବ, ପ୍ରତ୍ୟେକ ଜିଲ୍ଲାରେ ହେବ ଏବଂ ଆନ୍ଦୋଳନ ଏତେ ତୀବ୍ରତର ହେବ, ଦରକାର ପଡ଼ିଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ ରାଜରାସ୍ତାକୁ ଆସିବ, ଆଇନ ଅମାନ୍ୟ ଆନ୍ଦୋଳନ ମଧ୍ୟ କରିବ। ଲଜ୍ଜାଜନକ। 100 ବର୍ଷର ସଂଗଠନ ସଂଘ ପରିବାର ରାଷ୍ଟ୍ର ସ୍ୱୟଂସେବକ ସଂଘ ଭାରତବର୍ଷରେ ତାର ସଂଗଠନର ଶତବାର୍ଷିକ ପାଳନ କରିସାରିଛି, 100 ବର୍ଷ ପୂରଣ କରିଛି। ଆପଣ ଦେଖିଥିବେ ବିଗତ ସମୟରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିଲା କିମ୍ବା ସ୍ୱାଧୀନତା ସଂଗ୍ରାମ ଚାଲିଥିଲା, ସେହି ସମୟରେ ମଧ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସେଥିରେ ଅନ୍ତର୍ଭୁକ୍ତ ଥିଲା ଏବଂ ତାର ଯେଉଁ ସଂଘର ଯେଉଁ ସେବକମାନେ ରହିଛନ୍ତି, ସଂଘର ସଦସ୍ୟମାନେ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଭାଗ ନେଇଥିଲେ। ତତ୍ସହିତ ଦେଶରେ ଯେତେବେଳେ ବି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଛି, ସେହି ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ RSSର କାର୍ଯ୍ୟକର୍ତ୍ତା ସଦସ୍ୟମାନେ ସବୁବେଳେ ଆଗକୁ ଆସି କାର୍ଯ୍ୟ କରିଛନ୍ତି। କିନ୍ତୁ ସେହିପରି ଗୋଟେ ସଂଗଠନକୁ ବିରୋଧ କରିବା ଅତ୍ୟନ୍ତ ଲଜ୍ଜାଜନକ। ମୁଁ ତ କହିବି ବର୍ତ୍ତମାନର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ମୁଁ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ନିବେଦନ କରିବି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ବିରୋଧ କରିବା ବନ୍ଦ କରନ୍ତୁ। ତାଙ୍କ ରାଜ୍ୟରେ କେବଳ କଂଗ୍ରେସ ଦଳ କିମ୍ବା ଅନ୍ୟ ଦଳ କଥା କହୁନାହିଁ, ବର୍ତ୍ତମାନ ସରକାର ଯେହେତୁ TVK ରହିଛି, ଥାଲାପତି ବିଜୟଙ୍କ ଦଳ ଶାସନରେ ବସିଛି, ତାଙ୍କୁ ମଧ୍ୟ ମୋ ନିବେଦନ RSS ଭଳି ଗୋଟେ ସଂଗଠନକୁ ବିରୋଧ ନ କରି ତାକୁ ସମର୍ଥନ ଜଣାନ୍ତୁ। RSS ପାଇଁ ଆଜି ଭାରତବର୍ଷରେ ସନାତନ ଧର୍ମ କିଛି ମାତ୍ରାରେ ବଞ୍ଚିକି ରହିଛି ଏବଂ ସଂଘ ପରିବାର ନିଶ୍ଚିତ ରୂପେ ସନାତନ ଧର୍ମ ହିନ୍ଦୁ ଧର୍ମ ପାଇଁ ବିଗତ ଦିନରେ କାର୍ଯ୍ୟ କରିଛି ଏବଂ ଆଗକୁ ମଧ୍ୟ କାର୍ଯ୍ୟ କରିବ। କିଏ ବିରୋଧ କଲା, ସେଇ ବିରୋଧକୁ ନେଇକି କୌଣସି ଅସୁବିଧା ହେବ ନାହିଁ ବୋଲି ମୁଁ ଚିନ୍ତା କରୁଛି। जो मुख्यमंत्री अच्छा विरोध कर केंद्र सरकार गाइडलाइन आनबार आवश्यक रही दरकार पड़े सुप्रीमकोर्ट पर्यंत जबार आवश्यक रही जदि से प्रार्थना को विरोध कर जातीय आम जो जातीय गान रही जनगण मन सहित वंदे मातरम को गान करवा ठीक रही चिंता करूँ।